तिलकं साततवार्ताविभूषणं अमरकृत्यशरणं प्रबुदं लोकजीवनं प्रणयप्रमोदजागदीपनं वन्दे जीवनजीवनं सत्पुरुषं नमामि। ପ୍ରାଣର ଶିଶି ଠାକୁର ଜଗଜ୍ଜନନୀ ଶିଶି ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଶିଶି ବଡ଼ଦା ଆଜିର ଭରସା ପ୍ରଦାନ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ରବିଦା ଏବଂ ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ ଅଧୈର୍ଯ୍ୟ ମଣ୍ଡଳୀ ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ ଗୁରୁ ମାତା ସାଧୁ ସଜ୍ଜନ ମଣ୍ଡଳୀ କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟଗୁରୁ ଜଣାଏ। ଆମମାନେ ସମସ୍ତେ ଏକତ୍ରିତ ହେଇଛେ ସତ୍ସଙ୍ଗ କେନ୍ଦ୍ର ଦଶବାଟିଆ ସତ୍ସଙ୍ଗ ବିହାର ବାଲିକୁଦା ଏବଂ ଜଗତସିଂହପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସତ୍ସଙ୍ଗରେ 1305 ଦିନରେ ପଦାର୍ପଣ କରିଛି। ରବିଦା କହୁଥିଲେ ଅଭେଦାଙ୍କର ପ୍ରଚେଷ୍ଟାରେ ଚାଲିଛି। ସର୍ବପ୍ରଥମେ ପରମ ପିତାଙ୍କ ଚରଣରେ ପ୍ରାର୍ଥନା ରଖି ସମସ୍ତଙ୍କର ଶାନ୍ତି ସୁସ୍ଥି ବିଧାନ ପାଇଁ ଆଜିର ସତ୍ସଙ୍ଗରେ ଯୋଗ ଦେବା ପାଇଁ ସସ୍ମିତା ମା ଫୋନ କରିଥିଲେ ପାର୍ଲାଖଣ୍ଡରୁ। ଯାହା ହଉ ମୋର ପରମ ସୌଭାଗ୍ୟ ଆଜି ଏହି ସତ୍ସଙ୍ଗରେ ଯୋଗ ଦେବାର ସୁଯୋଗ ପାଇଛି। ଠାକୁରଙ୍କର ଅନେକ ଦିବ୍ୟ ଲୀଳାର କଥା ଏହି ଭଜନ କୀର୍ତ୍ତନ ମାଧ୍ୟମରେ ଦାଦା ତାଙ୍କର ସୃଷ୍ଟିର ରହସ୍ୟକୁ କୀର୍ତ୍ତନ ମାଧ୍ୟମରେ କହୁଥିଲେ। ତେଣୁ ବାସ୍ତବିକ ଠାକୁରଙ୍କର ଗୋଟେ କଥା ମନେ ପଡୁଛି ଯେ ଆମେ ସମସ୍ତେ ବଞ୍ଚି ରହିବାକୁ ଚାହୁଁ ଆଉ ସମସ୍ତେ ଆମେ ବୃଦ୍ଧି ପାଇବା ପାଇଁ ଚାହୁଁ। এই ବଞ୍ଚିବା ଆଉ ବଢିବା ହେଉଛି ମଣିଷର ଏକ ମୌଳିକ ଅଧିକାର ଏବଂ ମୌଳିକ ପ୍ରବୃତ୍ତି। ଯେଉଁ ଇଣ୍ଟରନାଲ ଅର୍ଜ ଥାଏ, ଯେଉଁ ମଣିଷ ଭିତରେ ଯେଉଁ ଅର୍ଜ ଥାଏ, ସେଇ ଅର୍ଜଟା ବାସ୍ତବ ଅର୍ଜ ହେଉଛି ସେ ସର୍ବଦା ବଞ୍ଚି ରହିବାକୁ ଚାହେଁ। ଶେଷ ମୁହୂର୍ତ୍ତରେ ଜୀବନ ସହିତ ସଂଗ୍ରାମ କରୁଥିବା ମଣିଷଟା, ହସ୍ପିଟାଲର ବେଡରେ ଆଇସିୟୁରେ ଥିବା ମଣିଷଟା, ସେ ପୁଣି ବଞ୍ଚି ରହିବା ପାଇଁ ଚାହେଁ। କାରଣ କେତେ କଷ୍ଟରେ ସେ ଶରୀରଟେ ପାଇଛି ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ବୁଝିପାରେ ନା ଆଉ ଅନୁଭବ କରିପାରେ ନା। ଆତ୍ମା ଏ ଶରୀରକୁ ତ୍ୟାଗ କରିକି ଛାଡିକି ଯାଇପାରେ ନା। ଯାହା ଆମେ ଜାଣୁ ଗୋଟେ ହଉଛି ଶରୀର, ଗୋଟେ ହଉଛି ଆତ୍ମା, କିନ୍ତୁ ଠାକୁରଙ୍କ ଭାଷାରେ ଗୋଟେ ହଉଛି ସତ୍ତା, ଗୋଟେ ହଉଛି ଅସ୍ତିତ୍ୱ, ଦ ବିଙ୍ଗ ଆଣ୍ଡ ବିକମିଂ, ଦ ଲାଇଫ ଆଣ୍ଡ ଗ୍ରୋଥର କଥା ଠାକୁର କହୁଥିଲେ। ମୋର ମନରେ ସନ୍ଦେହ ଆସୁଥିଲା ଯେ ସତ୍ତା କଣ ଆତ୍ମା, କିନ୍ତୁ ପୁଣି ତାପରେ ମୁଁ ପଢିକି ବୁଝିଲି ଯେ ଆତ୍ମାର ପରିପ୍ରକାଶ ହଉଛି ସତ୍ତା। ଏ ଆତ୍ମାର ପରିପ୍ରକାଶ ହଉଛି ସତ୍ତା। ତେବେ ଏଇ ସତ୍ତା ସର୍ବଦା ଆନନ୍ଦ ଚାଏ, ସତ୍ସିତି ଆନନ୍ଦର ସମାହାର, ସତା ସଚିଦାନନ୍ଦମୟର କଥା ଉଠେ। କିନ୍ତୁ ତେବେ ଆମେ ଦୁଃଖ କାହିଁକି ପାଉ? ଦୁଃଖର ମୂଳ ତତ୍ତ୍ୱକୁ ଯଦି ଆମେ ଦେଖୁ, ଦୁଃଖ ଆଉ ସୁଖ ସବୁକିଛି ଆମେ ଏଇ ମନ ଦେଇ ହିଁ ଗ୍ରହଣ କରିଥାଉ। ତେଣୁ ସବୁରି ମୂଳରେ ଏଇ ମନ ଥାଏ। ଏଇ ମନ ଦେଇକି ଦ ହାଏଷ୍ଟ ଷ୍ଟେଟ୍ ଅଫ୍ ଭାଇବ୍ରେସନ, ଠାକୁରଙ୍କର ଇଂଲିଶର ବାଣୀ, ଦ ହାଏଷ୍ଟ ଷ୍ଟେଟ୍ ଅଫ୍ ଭାଇବ୍ରେସନ ଅଫ୍ ଦ ମାଇଣ୍ଡ is the happiness and the lowest state of vibration of the mind is the sorrow or unhappiness। ତେଣୁ ଏଇ ମାନସିକ ସ୍ଥିତିଟା ହିଁ ଆମକୁ ଦୁଃଖ ଆଉ ସୁଖର ଅନୁଭୂତି ହିଁ ଦେଇଥାଏ। ତେବେ ମନ କଣ? ଯାହା ଦେଇକି ଆମେ ଦୁଃଖ ଆଉ ସୁଖକୁ ଅନୁଭବ କରୁ। ଏଇ ସତ୍ତା ଅସ୍ତିତ୍ୱର ମଝିସ୍ଥଳୀରେ ଥିବା ମଧ୍ୟସ୍ଥତା କରୁଥିବା ଜିନିଷଟା ହଉଛି ମନ। ଏଇ ମନ ଯେତେବେଳେ ଶରୀରମୁଖୀ କରିଦିଏ, ଶାରୀରିକ ସ୍ତରରେ ଆମେ ଯେତେବେଳେ ଅବସ୍ଥାନ କରୁ, ଶରୀରର ପଞ୍ଚ ଇନ୍ଦ୍ରିୟର ସୁଖରେ ଆମେ ନିଜକୁ ସମାହିତ କରି ଆନନ୍ଦ ଅନୁଭବ କରିବା ପାଇଁ ଚେଷ୍ଟା କରୁ। କିନ୍ତୁ ମନ ଯେତେବେଳେ ସତ୍ତାପୋଷୀ ହେଇଯାଏ, ସତ୍ତାର ଅନୁଗାମୀ ହେଇଯାଏ, ସତ୍ତାର ଅଧୀନସ୍ଥ ହେଇଯାଏ, ବା ସର୍ବୋପରି କହିଲେ ମନ ଯେତେବେଳେ ସାତ୍ବିକ ଚେତନାରେ ଭରିଯାଏ, ମନ ଯେତେବେଳେ ସାତ୍ବିକ
ଏବଂ ସତ୍କର୍ମରେ ମଣିଷ ମଣିଷ ଯେତେବେଳେ ନିଜକୁ ନିୟୋଜିତ କରେ ସେତେବେଳେ ହିଁ ତାକୁ ଆନନ୍ଦ ମିଳେ। ଜଙ୍ଗଲରେ ରହୁଥିବା ମଣିଷ, ନିଆଁରେ ପୋଡିକି ଖାଉଥିବା ମଣିଷ, ଘର ନଥିବା ସଂସାର ନଥିବା ମଣିଷଟାର ସୁଖ ଅନେକ ଆନନ୍ଦରେ ସେ ଥିଲା। ଆଜି ମଣିଷ ପାଖରେ ସବୁ କିଛି ଅଛି, ଘର ବାଡି ସବୁ କିଛି ଅଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜି ମାଡି ଚାଲିଛି। ଏଇ ସବୁ କିଛି ଭିତରେ ମଣିଷ ଯଦି କିଛି ଆଜି ହରେଇ ବସିଛି ତାହା ହଉଛି ସେ ଆନନ୍ଦ ଟିକକ। ସେ ଆନନ୍ଦକୁ ପୁନଃପ୍ରତିଷ୍ଠା କରିବା ପାଇଁ ଠାକୁରଙ୍କର ଏ ବିଜ୍ଞାନର ଅଗ୍ରଗତିର ଆଧୁନିକତାର ଖୋଳ ପାପି ଦେଇଥିବା ମଣିଷକୁ ଆନନ୍ଦର ସ୍ୱାଦ ଦେବା ପାଇଁ ଠାକୁରଙ୍କର ହିଁ ବିଧାନ। ଠାକୁର ବିଜ୍ଞାନର ଅଗ୍ରଗତିକୁ କେବେ ମନ କରିନାହାନ୍ତି। ବିଜ୍ଞାନର ଅଗ୍ରଗତି ସହିତ ମଣିଷ ସଂସାର ସନ୍ନ୍ୟାସୀ ଭିତରେ ମଣିଷ ଆନନ୍ଦରେ ରହୁ, ଜୀବନଟାକୁ ଆନନ୍ଦରେ ଅତିବାହିତ କରୁ, ତାହା ହିଁ ଠାକୁର ଚାହିଁଛନ୍ତି। ବାସ୍ତବିକତାକୁ ଯଦି ଆମେ ଦେଖୁ, ମଣିଷ ଦୁଃଖର ମୂଳ କାରଣ ଥାଏ ତାର ସେ ଅହଙ୍କାର। ଯୋଉ ଅହଙ୍କାର ପାଇଁ ସେ ଦୁଃଖ ପାଏ। ତେବେ ଏଇ ମନର ସ୍ଥିତିକୁ ଯଦି ଦେଖାଯାଏ, ମଣିଷ ସବୁବେଳେ ବୃଦ୍ଧି ପାଇବା ପାଇଁ ଚାହେଁ, ଆଉ ଏଇ ବୃଦ୍ଧିର ସମାହାର ଭିତରେ ସେ ଅନ୍ୟକୁ ଅଧିକାର କରିବା ପାଇଁ ଚାହେଁ। ଅନ୍ୟର ଘର ବାଡି ସମ୍ପତ୍ତି ସବୁ କିଛିକୁ ନିଜ ଆପଣେଇ ନେଇ ନିଜକୁ ବୃଦ୍ଧି କରିବା ପାଇଁ ଚାହେଁ। ଆଉ ଯେତେବେଳେ ମଣିଷକୁ ଅଧିକାର କରିବା ପାଇଁ ଚାହେଁ, ଆମେ ସବୁବେଳେ ଅନ୍ୟ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଚାହୁଁ। ଯେତେ ମଣିଷ ମୋର ଅଧୀନସ୍ଥ ହେଇଯାଆନ୍ତି, ମୁଁ ସେତେ ବଡ ହେଇଯାଏ, ଆଉ ମୁଁ ସେତେ ବଡ ମଣିଷରେ ପରିଣତ ହେଇଯାଏ। ଆଉ ସେତେବେଳେ ମୁଁ ଅନ୍ୟକୁ ଘୃଣା ଚକ୍ଷୁରେ ଦେଖେ, ଅନ୍ୟ ପ୍ରତି ସମ୍ମାନ ରହେ ନା, ଅନ୍ୟ ପ୍ରତି ଭଲ ପାଇବା ରହେ ନା। ଠାକୁରଙ୍କର ସେଇ କଥାକୁ ମୋର ମନେ ପଡେ। ଠାକୁର କହୁଛନ୍ତି, ଯଦି ତୁମେ କାହାରି ଉପରେ ତୁମର ଅଧିକାର ସାବ୍ୟସ୍ତ କରିବାକୁ ଚାହଁ, ସମସ୍ତଙ୍କ ପାଖରେ ଅହଙ୍କାର ଅଛି, ସମସ୍ତଙ୍କ ପାଖରେ ସେ ଇଗୋ ଅଛି। ତୁମେ ଯଦି କାହାକୁ ଅଧିକାର କରିବାକୁ ଚାହଁ, କାହା ପାଖରୁ କୌଣସି ବସ୍ତୁ ପାଇବାକୁ ଚାହଁ, ତେବେ ତାର ହୃଦୟ ରାଜ୍ୟକୁ ଜୟ କରିବାକୁ ଚେଷ୍ଟା କର। ଯଦି କାହାରି ହୃଦୟକୁ ତୁମେ ଜୟ କରିପାର, ତାକୁ ତାକୁ ମଧ୍ୟ ଜୟ କରିପାର, ଆଉ ତାର ସମସ୍ତ ସମ୍ପତ୍ତି, ତାର ସବୁ କିଛିକୁ ତୁମେ ଜୟ କରିପାର। କିନ୍ତୁ ଆମେ କଣ କରୁ? ଆମେ ତାର ସମ୍ପତ୍ତିକୁ ଜୟ କରିବା ପାଇଁ ଚାହୁଁ। ଆମେ ତାଠୁ ସମ୍ମାନ ପାଇବାକୁ ଇଚ୍ଛା କରୁ। ତାର ଅହଙ୍କାର ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଚାହୁଁ। ସେଇଟା ଆମକୁ ଜୟ ହବାକୁ ସୁଯୋଗ ଦିଏ ନା। ତ ଆମ ବୃଦ୍ଧି ପାଇବାର ପାଥ ହେଇ ଉଠେ ନା। ଆମ ଯୋଉ ଇଣ୍ଟରନାଲ ଅର୍ଜ ଥାଏ, ଆମେ ଯୋଉ ବୃଦ୍ଧି ପାଇବା ପାଇଁ ଚାହୁଁ, ସେ ବୃଦ୍ଧିଟା ଆମ ପାଖରେ ସମ୍ଭବ ହୁଏ ନା। କାରଣ ଆମେ ତାକୁ ଶାରୀରିକ ସ୍ତରରେ ତାକୁ ଜୟ କରିବା ପାଇଁ ଚାହୁଁ, ମେଟେରିଆଲିଷ୍ଟିକ ଅବସ୍ଥାରେ ତାକୁ ଜୟ କରିବା ପାଇଁ ଚାହୁଁ। ମୋର ଯଦି କାଠୁ ଗୋଟେ ଇଚ୍ଛା ହୁଏ, କାହାର ବାଇକ୍ ଟି ଚଲେଇବା ପାଇଁ, କାଠୁ ଗୋଟେ ବାଇକ୍ ଟେ ନବା ପାଇଁ, ସେତେବେଳେ ମୁଁ ତାକୁ, ଆଣ ବାଇକ୍ ଟା, ତାକୁ ମୁଁ ଯଦି ସାନ ହେଇଥାଏ, ମୁଁ ତାକୁ ଆଖି ଦେଖେଇକି ତାଠୁ ନବା ପାଇଁ ଚେଷ୍ଟା କରେ। ମୁଁ ତାର ହୃଦୟ ରାଜ୍ୟକୁ ଜୟ କରିକି ତାଠୁ ଗ୍ରହଣ କରିବା ପାଇଁ ଚେଷ୍ଟା କରେ ନା। କାହିଁକି? ମୋ ପାଖରେ ମୋର ଅହଙ୍କାର ତାହାର ଅହଙ୍କାର ଉପରେ ଆହୁରି ଭାରି ପଡିଯାଏ, ଆଉ ସିଏ ଭୟବଶତଃ ଦେଇଦେଲେ ମଧ୍ୟ ହୃଦୟର ସହିତ ସେ ମତେ ସମ୍ମାନ ଦିଏ ନା। ଆନ୍ତରିକ ଅବସ୍ଥାରେ ସେ ମତେ ସମ୍ମାନ ଦିଏ ନା, ଆଉ ଅନ୍ତରେ ସେ ମତେ ଘୃଣା କରିବାକୁ ଲାଗେ। ଆଉ ସେଇ ଘୃଣା ଧୀରେ ଧୀରେ ତା ପାଖରୁ ବ୍ୟାପି ଯାଇ ସମାଜର ପ୍ରତ୍ୟେକ କୋଣରେ ମତେ ସମସ୍ତେ ଘୃଣା କରନ୍ତି ମୋର ସେଇ ବ୍ୟବହାର ପାଇଁ। ସେଦିନ ବଡଦା ଗାଡିରେ ଯାଉଛନ୍ତି, ଆମେ ଯେତେବେଳେ କୌଣସି ଚଣାବାଲାକୁ ଡାକୁ, ଚଣାବାଲା ଆଣ ଚଣା, ଆମେ ଏମିତି କରି ଡାକୁ। କିନ୍ତୁ ବଡଦା ଡାକୁଛନ୍ତି, ଦାଦା ଟିକେ ଚଣା ଟିକେ ଦଉନ। ଦାଦା ଦାଦା ଡାକୁଛନ୍ତି, ସିଏ ଆଗ ପଛ କରିକି ଅନଉଛି ଯେ ଦାଦା କାହାକୁ ଡାକୁଛନ୍ତି, ଏଠି ତ କେହି ନାହାନ୍ତି। ବଡଦାଙ୍କର ସେଇ ସ୍ୱଭାବ, ଏ ଆଚାର୍ଯ୍ୟ ପରମ୍ପରା ଭିତରେ ତାହା ହିଁ ଆମକୁ ଶିଖିବାକୁ ମିଳେ ଯେ ଗୋଟେ ନିମ୍ନ ମାନର ମଣିଷକୁ କିଭଳି ଭାବରେ ପ୍ରେମ କରାଯାଏ, ତାର ହୃଦୟ ରାଜ୍ୟକୁ କିଭଳି ଭାବରେ ଜୟ କରାଯାଇପାରେ, ତା ପ୍ରତି ସେ ପ୍ରେମର
ସ୍ୱରୂପରେ ଅନ୍ୟକୁ କିଭଳି ତାର ହୃଦୟକୁ ଜୟ କରାଯାଇପାରେ, ତାର ଜ୍ୱଳନ୍ତ ନିର୍ଦ୍ଦେଶନା ହଉଛି ସେଇ କଥା। ତେଣୁ ମଣିଷ ପାଖରୁ ଆମେ ଅନେକ ସମୟରେ ସମ୍ମାନ ଆଶା କରୁ, କିନ୍ତୁ ତାର ହୃଦୟ ରାଜ୍ୟକୁ ଜୟ କରି ନୁହେଁ, ବରଂ କଳେ ବଳେ କୌଶଳେ କପଟତା କରି ଆମେ ତାର ପାଖରୁ ସମ୍ମାନ ପାଇବାକୁ ଚେଷ୍ଟା କରୁ। ସିଏ ଆମକୁ ନମସ୍କାର କରେ, କିନ୍ତୁ ହୃଦୟର ସହିତ ନୁହେଁ, ଶାରୀରିକ ସ୍ତରରେ ସେ ହିଁ ଆମକୁ ନମସ୍କାର କରେ। ଆମେ ଆଜି ସେଇ ପ୍ରକାର ମଣିଷରେ ଆଜି ରୂପାନ୍ତରିତ ହେଇଛୁ, ସେଇ ପ୍ରକାର ମଣିଷରେ ଆମେ ଆଜି ପରିଣତ ହେଇଛୁ। ସେଥିପାଇଁ ଠାକୁର ସତ୍ୟାନୁସରଣ କହୁଥିଲେ ଯେ ପ୍ରେମ ପରି ଆକର୍ଷଣକାରୀ ବା ଆଉ କିଏ, ପ୍ରେମ ପରି ଆକର୍ଷଣକାରୀ ବା ଆଉ କିଏ। ସେଇଥିପାଇଁ ବଳଦା କହୁଥିଲେ ଶ୍ରୀ ଠାକୁରଙ୍କର ଅନେକ ଉପାଧି ଥିଲେ ମଧ୍ୟ ସେଇ ପରମ ପ୍ରେମମୟଙ୍କର ଉପାଧି ସବୁଠୁ ଭଲ ଲାଗେ, କାରଣ ସିଏ ଥିଲେ ପରମ ପ୍ରେମମୟ। ସାରା ବିଶ୍ୱର ଅଚରାଚର ବିଶ୍ୱର ଏ ଜୀବ ସତ୍ତାର ପ୍ରତ୍ୟେକ ଜୀବାତ୍ମାକୁ ପ୍ରେମର ସହିତ ଲଜୁରୀ ସହିତ ସେ ବାନ୍ଧିକି ରଖିଥିଲେ। ସେଦିନ ଟାଇମ୍ସ ଅଫ ଇଣ୍ଡିଆର ସେ ସାମ୍ବାଦିକ ଯେତେବେଳେ ଠାକୁରଙ୍କୁ ପଚାରୁଥିଲେ, ଠାକୁର ଆପଣ ମାନେ ଏତେ ଲୋକଙ୍କ ପାଇଁ ଏତେ କିଛି କରନ୍ତି, ଆପଣ ତାକୁ ପ୍ରଚାର କାହିଁକି କରନ୍ତିନି, ପେପରରେ କାହିଁକି ବାହାର କରନ୍ତିନି? ଠାକୁର ତାକୁ ସାଙ୍ଗେ ସାଙ୍ଗେ ସେଦିନ ପଚାରୁଛନ୍ତି, ଆପଣ ଆପଣଙ୍କର ସ୍ତ୍ରୀ ପିଲା ସନ୍ତାନ ସନ୍ତତି ପାଇଁ ଯାହା କିଛି କରନ୍ତି, ତାହା କଣ କେବେ ପେପରରେ ଦେଇ ଦିଅନ୍ତି? ଥରେ ଭାବିକି ଦେଖନ୍ତୁ, ଠାକୁରଙ୍କର ସେଇ ବିରାଟ ହୃଦୟର ସେଇ ପରିଭାଷା କଣ ଥିଲା। ଏ ସାରା ବିଶ୍ୱକୁ ସେ ନିଜର ପରିବାର ବୋଲିକି ଭାବୁଥିଲେ। ଏ ଅଚରାଚର ବିଶ୍ୱ ତାଙ୍କରି ସୃଷ୍ଟି, ଏ ଅଚରାଚର ବିଶ୍ୱର ସମସ୍ତ ଜୀବସତ୍ତା ତାଙ୍କରି ଭିତରେ ବିଲୀନ, ଆଉ ତାଙ୍କରି ଠାରୁ ହିଁ ସୃଷ୍ଟି। ସେଇ ପରମ ପ୍ରେମମୟ ସେଇ ସଦ୍ଗୁରୁଙ୍କୁ ଆମେ ଜୀବନରେ ପାଇଛେ, ଆଉ ଏ ସଦ୍ଗୁରୁଙ୍କର ଆଦେଶ ପାଳନ କରି ଆଉ କଣ ଅଛି, ମନ କଣ ଅଛି? ତେଣୁ ମଣିଷ ଭିତରେ ଯେତେବେଳେ ମଣିଷ ନିଜକୁ ଛୋଟ କରିଦିଏ, ନିଜର ଅହଙ୍କାରକୁ ଯେତେବେଳେ ପତଳା କରିଦିଏ, ମଣିଷ ଯେତେବେଳେ ମାନସିକ ସ୍ଥିତିରେ ମାନସିକ ସ୍ତରରେ ଯେତେବେଳେ ସେ ଛୋଟ ହେଇଯାଏ, ଅନ୍ୟମାନଙ୍କ ପାଖରେ ସେ ବହୁତ ବଡ ହେଇଯାଏ। ମଣିଷ ଯେତେବେଳେ ମାନସିକ ସ୍ତରରେ ସେ ନିଜକୁ ବଡ ବୋଲିକି ଭାବେ, ଅନ୍ୟମାନଙ୍କ ନିକଟରେ ସେ ବହୁତ ଛୋଟ ହେଇଯାଏ। ଅନ୍ୟମାନେ ତାକୁ ଘୃଣା ଚକ୍ଷୁରେ ଦେଖନ୍ତି, ଅନ୍ୟମାନେ ତାକୁ ଖରାପ ଦୃଷ୍ଟିରେ ଦେଖନ୍ତି, ଆଉ ଅନ୍ୟମାନେ ବାହ୍ୟ ସେ ଯଦି ଗୋଟେ ବଡ ମଣିଷ ହେଇଥାଏ, ଅନ୍ୟମାନେ ବାହିକ ରୂପରେ ତାକୁ ସମ୍ମାନ ଦିଅନ୍ତି, କିନ୍ତୁ ଅନ୍ତରସ୍ଥ ରୂପରେ ନୁହେଁ। ତେଣୁ ଅନ୍ୟମାନଙ୍କ ଉପରେ ଜୟ କରିବା ପାଇଁ ହେଲେ ଅନ୍ୟମାନଙ୍କୁ ପ୍ରେମର ରଜରେ ବାନ୍ଧି ଦେବାକୁ ପଡିବ। ଯୋଉ ଠାକୁରତ୍ଵ ଜାଗ୍ରତ କରିବାର କଥା ଯୋଉ ଠାକୁର କହୁଥିଲେ, ସମସ୍ତଙ୍କ ଭିତରେ ଯୋଉ ଠାକୁରତ୍ଵ ଅଛି ତାକୁ ଯଦି ଜଗେଇ ଦିଆଯାଇପାରେ, ସମସ୍ତେ ଯଦି ଠାକୁରଙ୍କ ଭଳି ହେଇ ଉଠିବା, ଆମେ ଠାକୁରଙ୍କର ବୈଶିଷ୍ଟ୍ୟ, ମଣିଷ ନିଜର ବ୍ୟକ୍ତିଗତ ଜୀବନର ବୈଶିଷ୍ଟ୍ୟରେ ତାର ଜୀବନ ଗଢା। ଆମେ ସମସ୍ତେ ନିଜର ବ୍ୟକ୍ତିଗତ ବୈଶିଷ୍ଟ୍ୟରେ ଗଢା। ଆମର ଜନ୍ମର ସୃଷ୍ଟି, ମୁଁ ଯୋଉ ବୈଶିଷ୍ଟ୍ୟରେ ଜନ୍ମ ନେଇଛି, ମୋ ମା ବାପା, ମୋର ପୂର୍ବ ଜନ୍ମର ଆତ୍ମାର ଯୋଉ ସଂଗତି, ସବୁ କିଛିର ସମାହାରକୁ ନେଇକି ହିଁ ମୋର ବୈଶିଷ୍ଟ୍ୟ। ତେଣୁ ବୈଶିଷ୍ଟ୍ୟ କଣ? ମୋ ପାଖରେ ଅନେକ କିଛି ସମ୍ଭାବନା ଥିଲା ମଧ୍ୟ, ଯୋଉ ଗୁଣ ଯୋଉ ଗୁଣ ମୋ ପାଖରେ ଶ୍ରେଷ୍ଠ ହେଇ ଫୁଟି ଉଠେ, ତାହା ମୋର ବୈଶିଷ୍ଟ୍ୟ। ମୋ ପାଖରେ ଅନେକ ଗୁଣ ଗାରିମା ଥାଇପାରେ, କିନ୍ତୁ ଯୋଉ ଗୁଣ ମତେ ଶ୍ରେଷ୍ଠ କରିକି ତୋଳିଛି, ସେଇଟା ହିଁ ମୋର ବୈଶିଷ୍ଟ୍ୟ। କିନ୍ତୁ ଠାକୁର କହୁଛନ୍ତି, ଯେତେବେଳେ ମଣିଷ ତାର ବ୍ୟକ୍ତିଗତ ବୈଶିଷ୍ଟ୍ୟ, ଯାହାକୁ ଆମେ ଇଂଲିଶରେ ବାର୍ଥ ଇନଷ୍ଟିକ୍ଟ ବୋଲି କହୁ, ଏଇ ବାର୍ଥ ଇନଷ୍ଟିକ୍ଟଟା ଆମର ଜେନେଟିକ ଆଉ କାର୍ମିକ ମେମୋରିର ସମାହାରରେ ହିଁ ଗଠିତ ହେଇଥାଏ। ଆମର ଶରୀର ଆଉ ଆତ୍ମାର ସମଷ୍ଟି ଭିତରେ ହିଁ ଏ ସତ୍ତା ଅସ୍ତିତ୍ୱର ସମାହାରରେ ହିଁ ଆମର ବୈଶିଷ୍ଟ୍ୟଟା ରୂପାନ୍ତରିତ ହୁଏ, ଆଉ ବୈଶିଷ୍ଟ୍ୟର ପରିପ୍ରକାଶ ହୁଏ। କିନ୍ତୁ ଠାକୁର କହୁଛନ୍ତି, ଯେତେବେଳେ ଗୋଟେ ମଣିଷ ଜୀବନ୍ତ ଗୁରୁକୁ ଜୀବନରେ ଗ୍ରହଣ କରେ, ଲିଭିଂ ଆଇଡିଆଲକୁ ଯେତେବେଳେ ଜୀବନରେ ଗ୍ରହଣ କରେ, ଯେତେବେଳେ ସେ ଜୀବନ୍ତ ଗୁରୁକୁ ଜୀବନରେ ଗ୍ରହଣ କରେ, ସେ ଜୀବନ୍ତ ଗୁରୁଙ୍କର ବୈଶିଷ୍ଟ୍ୟ ହିଁ ତାର ବୈଶିଷ୍ଟ୍ୟ ରୂପାନ୍ତରିତ ହେଇ ଉଠେ।
ସେଇ ଜୀବନ୍ତ ଗୁରୁଙ୍କର ବୈଶିଷ୍ଟ୍ୟ ହିଁ ତାର ବୈଶିଷ୍ଟ୍ୟ ହେଇ ଉଠେ। ଯେତେବେଳେ ଆମର ବୈଶିଷ୍ଟ୍ୟ ଇଷ୍ଟଙ୍କର ବୈଶିଷ୍ଟ୍ୟ ହୋଇ ଉଠେ, ଠାକୁରତ୍ଵ ଜାଗ୍ରତ ହେଇ ଉଠେ ଆମ ଭିତରେ। ଯାହା ଆଚାର୍ଯ୍ୟଦେବ କୁହନ୍ତି ଯେ ଯୁଆଡେ ତମେ ଯେତେବେଳେ ଯାହା କିଛି କରୁଛ, ଆଚାର୍ଯ୍ୟଦେବଙ୍କୁ ଯେତେବେଳେ ଏଇ କଥା ପଚରା ଯାଇଥିଲା, ସେ ଆଚାର୍ଯ୍ୟଦେବ କହୁଛନ୍ତି ଯଦି ପ୍ରତି ମୁହୂର୍ତ୍ତରେ ତୁମକୁ ପ୍ରଶ୍ନ କର, ପ୍ରତି ମୁହୂର୍ତ୍ତରେ ଜୀବନର ସଂଗ୍ରାମ ଭିତରେ, ସାଂସାରିକ ଜୀବନ ଭିତରେ ପ୍ରତି ମୁହୂର୍ତ୍ତରେ ଆମକୁ କିଛି ନା କିଛି ନିଷ୍ପତ୍ତି ନେବାକୁ ପଡେ। ସିଡିର ଗୋଟେ ପାହାଚରୁ ଆଉ ଗୋଟେ ପାହାଚକୁ ପାଦ ଥାପିଲା ପରେ ମଧ୍ୟ ସ୍ଥିର କରିବାକୁ ପଡେ ଯେ ପାଦଟାକୁ ମୁଁ କୋଉଠି ଥାପିବି। ଅଟୋମେଟିକାଲି ହେଇଯାଇପାରେ, କିନ୍ତୁ ତାକୁ ସ୍ଥିର କରିବା ପାଇଁ ପଡେ। ମୁଁ ଚାଲିଲା ବେଳେ ପ୍ରତି ଷ୍ଟେପ ଟାକୁ ମତେ ଚିନ୍ତା କରିବାକୁ ପଡେ ଯେ କୋଉ ଜାଗାରେ ମୋ ପାଦଟା ରଖିବି। ଜୀବନର ସେଇ ଅଙ୍କା ବଙ୍କା ପଥୁରିଆ ରାସ୍ତାରେ ପାଦ ଥାପି ଥାପି ଚାଲିଲା ବେଳେ ପ୍ରତି ମୁହୂର୍ତ୍ତରେ ସ୍ଥିର କରିବାକୁ ପଡେ, ନିଷ୍ପତ୍ତି ନେବାକୁ ପଡେ, ଡିସାଇଡ କରିବାକୁ ପଡେ ଯେ ମୁଁ କୋଉଠି ପାଦ ଥାପିବି। ସେଇ ମୁହୂର୍ତ୍ତରେ ଆଚାର୍ଯ୍ୟଦେବ କହୁଛନ୍ତି ପ୍ରତି ମୁହୂର୍ତ୍ତରେ ତମେ ନିଜେ ଥରେ ଚିନ୍ତା କରିକି ଦେଖ, ଥରେ ଭାବି ଦେଖ, ଯଦି ଠାକୁର ଯଦି ମୋ ଜାଗାରେ ଥାନ୍ତେ ତାହେଲେ ସିଏ କଣ କରିଥାନ୍ତେ, ସିଏ କି ନିଷ୍ପତ୍ତି ନେଇଥାନ୍ତେ, ଆଉ ତୁମେ ସେଇ ନିଷ୍ପତ୍ତି ନେବାକୁ ଚେଷ୍ଟା କର। ଆଉ ତାହେଲେ ଯଦି ତାହା କରିପାର, ତେବେ ତୁମର ଠାକୁର ତ ଜାଗ୍ରତ ହେଲା ବୋଲି ତୁମେ ବୁଝିପାର। ଆମେ କିନ୍ତୁ ସେଇ କଥା କରୁନା, ଆମେ ଆମ ହିସାବରେ ନିଷ୍ପତ୍ତି ନଉ। ସେଇଥିପାଇଁ ଆମ ଭିତରେ ଠାକୁରତ୍ଵଟା ଜଗେଇ ଉଠି ପାରେ ନା। ଆମ ଭିତରେ ଠାକୁରତ୍ଵଟା ଜଗେଇ ଉଠି ପାରେ ନା। ଯାହା ଠାକୁର କହୁଥିଲେ, ତୁମ ଭିତରେ ଠାକୁରତ୍ଵ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି, ଫାଙ୍କି ଦେଲେ ତୁମେ ତାହା ହିଁ ପାଇବ। ବାସ୍ତବରେ ଆମେ ଠାକୁରକୁ ଫାଙ୍କି ହିଁ ଦେଉଛୁ। ତେଣୁ ଜୀବନରେ ସେଥିପାଇଁ ଆଚାର୍ଯ୍ୟଦେବ ଯୋଉ ଓଡିଶା ଗସ୍ତ ସମୟରେ ଆଚାର୍ଯ୍ୟଦେବ ସେଦିନ କହୁଥିଲେ ଯେ ତୁମେ ଯୁଆଡେ ଯାଉଛ କହିକି ଯାଅ, ଠାକୁର ମୁଁ ଯାଉଛି ଏଇ କାମ କରିବା ପାଇଁ, ଠାକୁର ମୁଁ ଯାଉଛି ଖାଇବା ପାଇଁ, ଠାକୁର ମୁଁ ଶୋଇବା ପାଇଁ ଯାଉଛି। ଏମିତି କରି କରି ନିଜ ଭିତରେ ଠାକୁରତ୍ଵଟା ଗଜେଇ ଉଠିପାରେ। ତେଣୁ ଅନ୍ୟମାନଙ୍କ ଉପରେ ଯୋଉ ଜୟ କରିବାର ସ୍ୱଭାବ ଆମ ଭିତରେ ଥାଏ, ସେ ଜୟ କରିବାର ସ୍ୱଭାବଟା ଆମକୁ କଷ୍ଟ ଦିଏ। ତାର ମୂଳତଃ କାରଣ ଥାଏ ଆମର ସେଇ ଅହଙ୍କାର। ସେଥିପାଇଁ ଠାକୁର କହୁଛନ୍ତି ଦେହ ଥିବା ଯାଏ ଅହଙ୍କାର ଯାଏ ନାହିଁ। ଆମେ ମଣିଷ ଜନ୍ମ ନେଇଛେ ମାନେ, ଗୋଟେ ଶରୀର ଧରି ରଖିଛେ ମାନେ ଶାରୀରିକ ଅହଙ୍କାର ତ ଆମ ପାଖରେ ରହେ। ସେଥିପାଇଁ ଠାକୁର କହୁଛନ୍ତି ଦେହ ଥିବା ଯାଏ ଅହଙ୍କାର ଯାଏ ନାହିଁ, ଆଉ ଭାବ ଥିବା ଯାଏ ଅହଂ ମଧ୍ୟ ଯାଏ ନାହିଁ। ତେବେ ନିଜର ଅହଂ ଆଦର୍ଶ ଉପର ଦେଇ ପାସି ହୋଇ ଯେତେ ରହିପାରେ, ସେ ସେତେ ନିରହଙ୍କାର ଆଉ ସେତେ ଉଦାର ହେଇ ଉଠେ। ଆମର ଅହଙ୍କାରଟା ସେତେବେଳେ ପତଳା ହେଇଯାଏ ଯେତେବେଳେ ଆମେ ଆଦର୍ଶ କେନ୍ଦ୍ରିକ ଜୀବନ ଯାପନ କରୁ। ଆମେ ଏଇ ଯୋଉ ସକାଳ ସକାଳୁ ଉଠି ଯଜଞ୍ଜାତ ଇଷ୍ଟଭୂତି କରୁ, ବା ସକାଳୁ ଉଠି ପ୍ରାର୍ଥନା କରୁ, ନାମ ଧ୍ୟାନ କରୁ, ଏଇ ସାଧନା ହିଁ ମଣିଷର ଅହଙ୍କାରକୁ ପତଳା କରିଦିଏ। ଥରେ ଚିନ୍ତା କରିକି ଦେଖନ୍ତୁ, ଦୀକ୍ଷା ନେଇଥିବା ମଣିଷଟା ଆଉ ଦୀକ୍ଷା ନ ନେଇଥିବା ମଣିଷଟା, ଦୀକ୍ଷା ନେଇ 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 ନଥିବା ମଣିଷଟା ତାର ଅହଙ୍କାର ପାଇଁ ସେ ଦୀକ୍ଷା ନେଇପାରେ ନା। କାରଣ ଅନ୍ୟ କଥାରେ ସେ ଚାଲିପାରେ ନା, କାରଣ ତାର ଅହଙ୍କାର ହିଁ ତାକୁ କରେଇ ଦିଏ ନା ଅନ୍ୟର କଥାରେ ମାନିକି ଚାଲିବା ପାଇଁ। ଗୁରୁଙ୍କ ନିର୍ଦ୍ଦେଶିତ ପଥରେ ଆମେ ଚାଲିପାରୁନା। କାହିଁକି? ଆମେ ନିଜ ଅହଙ୍କାରରେ ଆମେ ବଞ୍ଚି ରହିବା ପାଇଁ ଚାହୁଁ। ମୋର ଇଚ୍ଛା ମୁଁ ଯେତେବେଳେ ଶୋଇକି ଉଠିବି, ମୋର ଇଚ୍ଛା ଯାହା ମୁଁ ଖାଇବି, ମୋର ଇଚ୍ଛା ଯାହା ମୁଁ କହିବି, ମୋର ଇଚ୍ଛା ଯେମିତି ସେ ଚାଲିବି, ସେମିତି ହୁଏ ନା। ଜଣେ ମତେ ପଚାରିଲେ ଯେ ଜଣେ ଦୀକ୍ଷିତ ଆଉ ଅଦୀକ୍ଷିତ ଭିତରେ ଡିଫରେନ୍ସ କଣ? ମୁଁ କହିଲି ଗୋଟେ ବୁଲା କୁକୁର ଆଉ ଗୋଟେ ଘରେ ବନ୍ଧା ହେଇଥିବା ଗୋଟେ ଏଲସିସିଆନ କୁକୁରଟା ଭିତରେ ଡିଫରେନ୍ସ ଯା, ଗୋଟେ ଦୀକ୍ଷିତ ଆଉ ଅଦୀକ୍ଷିତ ଭିତରେ ଡିଫରେନ୍ସ ସେୟା। ବୁଲା କୁକୁରଟା ଏଠି ସେଠି ବୁଲିକି ଖାଏ, ନିଜର ଘର ନଥାଏ, ନିଜର ବାଡି ନଥାଏ, ଯୁଆଡେ ସିଆଡେ ବୁଲେ, ଏଠି ବିଷ୍ଟା ଖାଏ, ସେଠି ଇଏ ଖାଏ, କୋଉଠି କିଏ ବାଡାଏ ତାକୁ। କିନ୍ତୁ ଯେ ଘରେ ବନ୍ଧା ହେଇଥିବା କୁକୁର, ମାଲିକ ପାଖରେ ବନ୍ଧା ହେଇଥିବା କୁକୁରଟା,
ତା ବେକରେ ଯୋଉ ରସିଟା ବନ୍ଧା ହେଇଥାଏ ସେ ରସି ତାକୁ ସବୁବେଳେ ଟାଣିକି ରଖେ, ତାର ପ୍ରବୃତ୍ତିକୁ କରେଇ ଦିଏ ନା, କିନ୍ତୁ ତା ବଦଳରେ ମାଲିକଙ୍କର ଦୟାରେ ତାକୁ ଅନେକ ସ୍ଵାଦିଷ୍ଟ ଭୋଜନ ମିଳେ, ସୋଫା ଉପରେ ଶୋଇବାର ସୁଯୋଗ ମିଳେ, ମାଲିକ ସହିତ ବୁଲିବାର ସୁଯୋଗ ମିଳେ, ଏସି କାରରେ ଯିବାର ସୁଯୋଗ ମିଳେ। ଇଏ ହଉଛି ଘରେ ବନ୍ଧା ହେଇଥିବା କୁକୁର, ଆଉ ଇଏ ହଉଛି ଗୋଟେ ଦୀକ୍ଷିତ ମଣିଷର ସ୍ୱଭାବ। ଦୀକ୍ଷିତ ମଣିଷ ବେକରେ ସିନା ରସିଟା ବନ୍ଧା ହେଇଥାଏ, କିନ୍ତୁ ଜୀବନ ସାରା ସେ ଆନନ୍ଦ ପାଏ। ଆଉ ବୁଲା କୁକୁରଟା ବେକରେ ସିନା ରସି ନଥାଏ, କିନ୍ତୁ ଜୀବନ ସାରା ଦୁଃଖ ପାଏ। କିଏ ଗରମ ପାଣି ପକାଏ ତ, କିଏ ଗରମ ତେଲ ପକାଏ, କିଏ ବାଡି ଧରି ପିଟେ, କିଏ ଦିନେ ଦି ଦିନ 4 ଦିନ ପର୍ଯ୍ୟନ୍ତ ଖାଇବାକୁ ମିଳେ ନା, ଏବଂ ରୋଗଗ୍ରସ୍ତ ହେଇଯାଏ। କିନ୍ତୁ ରୋଗରେ ପଡ଼ିଲେ ମାଲିକ କଣ କରେ? ତାର ଚିକିତ୍ସା କରେ, ଭଲ ଡାକ୍ତର ଡାକି ତାକୁ ଚିକିତ୍ସା କରେ। କାରଣ ଯେତେବେଳେ ମାଲିକ ଆମ ପାଖରେ ଥାଆନ୍ତି, ସେତେବେଳେ ଜୀବନରେ ଆଉ କଷ୍ଟ ଆସେ ନା, ଜୀବନରେ ଦୁଃଖ ଦାଦା ଆସେ। ଜୟଗୁରୁ। ଦାଦା ଟାଇମ ହେଇଗଲା। ଜୟଗୁରୁ ଦାଦା। ନାଇଁ ଦାଦା, ଟିକେ ଖାଦ୍ୟ ସହିତ ସାତ୍विक ଡାଏଟ ହସ୍ପିଟାଲ ସେକ୍ଟରରେ କେମିତି ଗୁରୁବାର ପାଇବେ ମୁଁ ଡକ୍ଟରଙ୍କୁ ନିବେଦନ କରୁଛୁ। ତାପରେ ଠାକୁରଙ୍କୁ ଆପଣ ଟିକେ ନିବେଦନ ରଖନ୍ତୁ ଆଲୋଚନା ପେସେଣ୍ଟ ମାନଙ୍କ ପାଇଁ ଦାଦା। ହଁ ଠିକ ଅଛି ଦାଦା, ହଉ ଦାଦା, ଜୟ ଗୁରୁ। ଯାହା ହଉ, ତ ସମୟ ତ ସରି ଆସିଲାଣି, ତଥାପି ଦେଖନ୍ତୁ, ଏମ୍ସ ହାଇଦ୍ରାବାଦରେ ସେଠି ତାଙ୍କର ଯୋଉ ପେସେଣ୍ଟ ମାନଙ୍କୁ ଯୋଉ ଖାଇବାକୁ ଦିଆଯାଏ, ସେଠି ମାନେ ହବିଷାନ୍ନ ଦିଆଯାଏ ଖାଇବା ପାଇଁ। କାହିଁକି? ଠାକୁର ଯୋଉ ହବିଷାନ୍ନର କଥା କହିଥିଲେ, ଠାକୁର ଯୋଉ ମାନେ ହବିଷାନ୍ନର କଥା କହିଥିଲେ, ସେଥିରେ ସବୁ କିଛି ଥାଏ। ଯୋଉ ଅରୁଆ ଚାଉଳ, ଡାଲି, କଦଳୀ, କଞ୍ଚା କଦଳୀ, ବୁଟ, ଆଉ ସବୁ କିଛି ଯୋଉ ପକେଇକି କରାଯାଏ, ସେଥିରେ ମଣିଷର ପୂର୍ଣ୍ଣ ଭାବରେ ତାର ଖାଦ୍ୟ ମିଳେ। ଦାଦା ଯେହେତୁ ଏବେ ପଚାରିଛନ୍ତି ଖାଦ୍ୟ ଉପରେ, ଦେଖନ୍ତୁ, ଆମେ ଖାଦ୍ୟଟା ମଣିଷ ଯୋଉ ଆହରଣ କରେ, ମଣିଷ ଶାରୀରିକ, ମାନସିକ ଏବଂ ସାତ୍ଵିକ, ଏ ଯେ ଶାରୀରିକ, ମାନସିକ ଏବଂ ତାର ଆଧ୍ୟାତ୍ମିକ ଆହାର, ତିନିଟା ଜିନିଷ ଆହାର ସେ ଗ୍ରହଣ କରେ। ଯାହା ଆମେ ଗ୍ରହଣ କରୁ ବଞ୍ଚି ରହିବା ପାଇଁ, ଯାହା ଆହରଣ କରିକି ଆମେ ବଞ୍ଚି ରହିବା ପାଇଁ ଯାହା ଆବଶ୍ୟକ ପଡେ, ତାହା ହିଁ ଆହାର। ତେଣୁ ଏ ଶାରୀରିକ, ଏ ଶରୀରକୁ ଯୋଉ ସ୍ୱସ୍ଥ୍ୟ ନେଲା ପରେ ମଣିଷ ଏ ଶରୀରକୁ ଗୋଟେ ଦିବ୍ୟ ଶରୀର ଭିତରେ ଗୋଟେ ଦିବ୍ୟ ମନ୍ଦିର ଭଳି ଭାବେ, ଏବଂ ମନ୍ଦିରରେ ଯୋଉ ଦିବାତ୍ମା ଅଛନ୍ତି, ଯୋଉ ଆତ୍ମା ଅଛି, ସେ ଆତ୍ମିକ ସତ୍ତା, ସେ ସର୍ବଦା ଆନନ୍ଦରେ ରହିବା ପାଇଁ ଚାହେଁ। ତେଣୁ ଶରୀର ଭିତରକୁ କୌଣସି ପ୍ରକାର ଆ, ମାନେ ଆମିଷ ଦ୍ରବ୍ୟ ଯାହା ଶରୀର କ୍ଷତିକାରକ, ଆମିଷ ତାର ମୂଳ ଉଦ୍ଦେଶ୍ୟ ହଉଛି, ତାର ମାନେ ଆକ୍ଷରିକ ଅର୍ଥ ହଉଛି ମାନେ ରୋଗ ସୃଷ୍ଟିକାରୀ ଖାଦ୍ୟ, ଯାହା ରୋଗକୁ ସୃଷ୍ଟି କରେ, ତାହା ହଉଛି ଆମିଷ। ଥରେ ଗୋଟେ ସତ୍ସଙ୍ଗରେ ଜଣେ ମା ମତେ ପଚାରିଲେ ଯେ ଆପଣ କହନ୍ତି ଯେ ପିଆଜ ରସୁଣ ଖାଇବା କଥା ନୁହଁ, ପିଆଜ ରସୁଣ ଖାଇଲେ ଏସବୁ ଜିନିଷ ପ୍ରୋବ୍ଲେମ ହୁଏ। ତେବେ ଲୋକମାନେ କହନ୍ତି ଯେ ରସୁଣ ଖାଇଲେ ତ ରୋଗ ଭଲ ହୁଏ, ରସୁଣ ଖାଇଲେ ଥଣ୍ଡା ଛାଡିଯାଏ, ଆଉ ରସୁଣ ଖାଇଲେ ଇଏ ହୁଏ, ପିଆଜ ଖାଇଲେ ସବୁ ହୁଏ ବୋଲି, ଏ ତ ସବୁ ମେଡିସିନ ଆକାରରେ କାମ କରେ। ମୁଁ କହିଲି ମା ଆଉ ଥରେ ମତେ କୁହନ୍ତୁ। ସେ କହିଲେ ପିଆଜ ରସୁଣ ଲୋକମାନେ କହୁଛନ୍ତି ମେଡିସିନ ଆକାରରେ କାମ କରେ। ମୁଁ କହିଲି ମା ଆପଣଙ୍କୁ କେବେ ଜ୍ୱର ହେଇଛି? ସେ କହିଲେ ହଁ ଜ୍ୱର ହେଇଛି। ମୁଁ କହିଲି ଜ୍ୱର ହେଲେ ଆପଣ କଣ କରନ୍ତି? କହିଲେ ମେଡିସିନ ଖାଉ। ମୁଁ କହିଲି ସେ ମେଡିସିନ ଟା କଣ ସବୁଦିନେ ଖାଆନ୍ତି ନା ଜ୍ୱର ହେଲେ ଖାଆନ୍ତି? ସେ କହିଲେ ଜ୍ୱର ହେଲେ ମେଡିସିନ ଖାଏ ନା, ଆଉ ସବୁଦିନେ କାହିଁ ମେଡିସିନ ଖାଇବେ? ମୁଁ କହିଲି ଆପଣ ଏବେ କହିଲେ ପିଆଜ ରସୁଣ ମେଡିସିନ, ଯଦି ପିଆଜ ରସୁଣ ଯଦି ମେଡିସିନ, ସେଇ ମେଡିସିନ ଟାକୁ ଯଦି ଆପଣ ସବୁଦିନ ଖାଦ୍ୟ ଭାବରେ ଗ୍ରହଣ କରନ୍ତି, ତେବେ ଆପଣଙ୍କର ଦେହ ଖରାପ ହବ ନା ଖରାପ ହବନି? ଏଇ ଯୋଉ କରୋନା ଆସିଥିଲା, ଭାରତରେ କେବେ ବି ଲୋକଙ୍କୁ ଆଫେକ୍ଟେଡ ହେଇନଥାନ୍ତେ, କି କେହି ଲୋକ ମରିନଥାନ୍ତେ। ଭାରତର ଲୋକମାନେ ବିଶ୍ୱଗୁରୁର ଯୋଉ ମାନେ ମାନେ ବିଶ୍ୱ ରାଷ୍ଟ୍ରଗୁରୁ ଯୋଉଟା ଅଛି, ଭାରତ ଯୋଉ ବିଶ୍ୱ ରାଷ୍ଟ୍ରଗୁରୁ ହବାର ଅଛି, ବା ବିଶ୍ୱଗୁରୁର ଆଖ୍ୟା ଯୋଉ ଦିନ ସମୟ ଥିଲା, ଚରକ ସୁଶୁଷ 600 ବିସିରେ ଯେତେବେଳେ ଶିକ୍ଷା ମାନେ ଯୋଉ ଅ, ଚିକିତ୍ସା ପଦ୍ଧତିକୁ ଯେତେବେଳେ ଡେଭଲପ କରିଥିଲେ, ସେଇ ସମୟରେ ବିଶ୍ୱର ଅନ୍ୟ ପ୍ରାନ୍ତରରୁ ରାଜା ରାଜୁଡା ବହୁତ ଲୋକ ଆସିକି ଏଠି ଚିକିତ୍ସିତ ହଉଥିଲେ। ବର୍ତ୍ତମାନ ଆମେ ଚିକିତ୍ସା ପାଇଁ ଆମେରିକା ଯାଉଛୁ। ସେଇ ଚରକ ସୁଶୁ ଯେତେବେଳେ ଶିକ୍ଷା ପଦ୍ଧତି ମାନେ ଚିକିତ୍ସା ପଦ୍ଧତି ଯେତେବେଳେ ତିଆରି କରିଥିଲେ, ସେତେବେଳେ ଲୋକମାନଙ୍କର ଚିକିତ୍ସା ପାଇଁ ଗ୍ରୀସରୁ ପିଆଜ ରସୁଣ ଆଣିକି ଭାରତରେ
ସେ ଚାଷ କରିକି ଲୋକମାନଙ୍କୁ ମେଡିସିନ ଆକାର ଦେଇଥିଲେ। କିନ୍ତୁ ଇଣ୍ଡିଆନ କ୍ଲାଇମେଟରେ ସେଇ ପିଆଜ ରସୁଣ ବହୁତ ଭଲ ଭାବରେ ବଢିଲା ପରେ ସବୁ ଏବେ ଘରେ ବନେଇକି ସମସ୍ତେ ଖାଇବା ଆରମ୍ଭ କରିଦେଲେ, ବାଡିରେ ଲଗେଇଦେଲେ ଗଛ ହେଇଯାଉଛି। ତେଣୁ ଇଣ୍ଡିଆନ କ୍ଲାଇମେଟରେ ଯେହେତୁ ସେଟା ଭଲ ଫଳ ହେଲା, ଚାଷ ହେଲା, ଲୋକେ ତାକୁ ଭାରି ସ୍ଵାଦିଷ୍ଟ କରି ଖାଇଲେ। ପିଆଜ ରସୁଣରେ ସଲଫର କଣ୍ଟେଣ୍ଟ ବହୁତ ଅଧିକ ଥାଏ। ଆମେ ଯୋଉ ଖାଦ୍ୟ ଖାଉ ସେ ଖାଦ୍ୟରେ ଯଦି ରକ୍ତ ଦେଇକି ଯଦି କିଛି ଗୋଟେ କେମିକାଲ ବ୍ରେନ ଭିତରକୁ ଯାଏ, ଏ ବ୍ରେନ ଭିତରକୁ ଯୋଉ ବ୍ଲଡ ସହିତ ଯଦି କିଛି କେମିକାଲ ଯାଏ, ସେଥିରେ ହଉଛି ପିଆଜର ସଲଫୁରିଲ ହାଇଡ୍ରୋକ୍ସିଲ ଯାଏ। ସବୁ ସଲଫୁରିଲ ହାଇଡ୍ରୋକ୍ସିଲ ସଲଫର କଣ୍ଟେଣ୍ଟ ପାଇଁ ହୁଏ। ସେ ପିଆଜ ରସୁଣ ସେ ସଲଫର ଯୋଉ ମାନେ ଆଲିୟମ ଗ୍ରୁପରେ ସେମାନେ ସଲଫର କଣ୍ଟେଣ୍ଟ ବହୁତ ଅଧିକ ଥାଏ। ତେଣୁ ଏଇ ପିଆଜ ରସୁଣ ଖାଇବା ଦ୍ଵାରା ମଣିଷର ଇମ୍ୟୁନିଟି ସିଷ୍ଟମ ଡାଉନ ହେଇଯାଏ। ତେଣୁ ସବୁଦିନ ଆମେ ଯେତେବେଳେ ମେଡିସିନ ଖାଉଛୁ, ସେତେବେଳେ ମେଡିସିନ ଆଉ କାମ କରୁନି। ତେଣୁ ଆମର ଇମ୍ୟୁନିଟି ସିଷ୍ଟମ ଡାଉନ ହେଇଯାଉଛି। ତେଣୁ ଯୋଉମାନେ ପିଆଜ ରସୁଣ ଖାଆନ୍ତିନି, ସେମାନଙ୍କର ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଭଲ ରହେ ଏବଂ ତାଙ୍କର ସନ୍ତାନ ସନ୍ତତି ଏବଂ ତୃତୀୟ ପିଢିର ସନ୍ତାନ ନିଶ୍ଚିତ ଭାବରେ ନିରୋଗ ଭାବରେ ଜନ୍ମ ଲାଭ କରିବ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ। କାରଣ ମୁଁ ଯୋଉ ଶରୀର ପାଇଛି, ସେ ଶରୀରଟା ମୋର ବାପା ମା ଜେଜେ ସେମାନେ ସବୁ ପିଆଜ ରସୁଣ ଆମିଷ ଖାଇଛନ୍ତି, ସେଥିପାଇଁ ମୁଁ ଆଜି ରୋଗଗ୍ରସ୍ତ ହେଇପାରେ। କିନ୍ତୁ ମୁଁ ଯଦି ପିଆଜ ରସୁଣ ଆମିଷ ଠାରୁ ଦୂରରେ ରହେ, ମୋର ସନ୍ତାନ ସନ୍ତତି ବି ନିରୋଗ ରହିବେ, ତାଙ୍କୁ ମୋ ତୃତୀୟ ପିଢି ମଧ୍ୟ ନିରୋଗ ରହିବେ। ଏ ଜେନେଟିକ ମେଟେରିଆଲଟା ଟ୍ରାନ୍ସଫର ହେଇକି ଯିବ। ତେଣୁ ମାଛ ମାଂସର ଯୋଉ ପ୍ରୋଟିନଟା, ଠାକୁର କହୁଥିଲେ ଖସା ଖସା ଯୋଉ ଖସା ଖାଇଲେ ସେଥିରୁ ପ୍ରଚୁର ପରିମାଣରେ ପ୍ରୋଟିନ ମିଳେ ଏବଂ ପ୍ଲାଣ୍ଟ ପ୍ରୋଟିନ ଇଜ ରିକ୍ୱାର୍ଡ ଫର ଦ ବଡି, ନଟ୍ ଦ ଆନିମାଲ ପ୍ରୋଟିନ। କାରଣ ଆମ ଶରୀରର ଯୋଉ ଭାଇବ୍ରେସନ ଅଛି, ଆମେ ଯେତେବେଳେ ମାଛ ମାଂସ ଖାଉ, ସେ ମାଛ ମାଂସ କି ଅଣ୍ଡା ଖାଉ, ସେମାନଙ୍କର ଯୋଉ ମାନେ ଭାଇବ୍ରେସନ ଯୋଉ କୋଷୀୟ ସ୍ପନ୍ଦନ ଯୋଉଟା ଠାକୁର କହୁଥିଲେ, ବା ସେଲୁଲାର ଭାଇବ୍ରେସନଟା ଆମ ସେଲର ଭାଇବ୍ରେସନ ଠାରୁ ଅଧିକ ଥାଏ। ଆମେ ଯେତେବେଳେ ତୀବ୍ରତର ଭାଇବ୍ରେସନ ବାଲା ଖାଦ୍ୟ ଖାଉ, ଆନିମାଲ ପ୍ରୋଟିନ ଖାଉ, ସେ ଆନିମାଲ ପ୍ରୋଟିନଟା ଯେତେବେଳେ ଆମେ ଖାଉ, ତାଙ୍କର ଯୋଉ ସେଲ ଷ୍ଟ୍ରକ୍ଚର ଯୋଉ ଭାଇବ୍ରେସନ ଥାଏ, ମୋ ସେଲ ଆମ ଶରୀରର ସେଲ ଷ୍ଟ୍ରକ୍ଚର ଭାଇବ୍ରେସନ ଠାରୁ ଅଧିକ ହାଇ ଷ୍ଟେଟରେ ଭାଇବ୍ରେଟ କରେ। ଯାହା ଫଳରେ ମୋ ଶରୀର ଭିତରେ ମଧ୍ୟ ସେ କମ୍ପନଟା ଅଧିକ ବଢେ। ଅଧିକ ବଢିଲେ କଣ ହୁଏ, ମତେ ରୋଗଗ୍ରସ୍ତ କରେ, ଆଉ ଶୀଘ୍ର ମୃତ୍ୟୁର ନିକଟକୁ ନେଇଯାଏ। ସେଥିପାଇଁ ଏଥିରୁ କ୍ଷାନ୍ତ ରହିବା କଥା। ତେଣୁ ଆମ କୋଷୀୟ ମାନେ ଆମେ ପ୍ଲାଣ୍ଟ ଫୁଡ ଖାଇଲେ ଆମ କୋଷୀୟ କମ୍ପନଟା ଆମ ଶରୀର ଠାରୁ କମ ଥାଏ, ତ ଆମ ଶରୀରକୁ ଖରାପ କରେ ନା। ଇଏ ହଉଛି ମୂଳ ତତ୍ତ୍ୱ। ସମୟ ହେଇଗଲା ଦାଦା। ସମସ୍ତଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ଚରଣରେ ମୋର ପ୍ରାର୍ଥନା କରି ମୋର ବକ୍ତବ୍ୟ ଗୋଟେ ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍। ଦାଦା ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ ଦାଦା, ଜୟ ଗୁରୁ। ବହୁତ ସୁନ୍ଦର